ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଖ୍ରୀଷ୍ଟ ତାଙ୍କର ମଣ୍ଡଳୀ ବିଷୟରେ ସର୍ବଦା ଚିନ୍ତିତ। ତାଙ୍କର ମଣ୍ଡଳୀ ପବିତ୍ର ମଣ୍ଡଳୀ ମଧ୍ୟରେ ତାଙ୍କର ଲୋକମାନେ ଯେପରି ସବୁ ଅବସ୍ଥାରେ ପବିତ୍ରତାରେ ଆଚରଣ କରିବେ। ଫଳରେ ମଣ୍ଡଳୀ ମାଧ୍ୟମରେ ଖ୍ରୀଷ୍ଟ ଯେପରି ତାଙ୍କର ସୁସମାଚାର ସମ୍ବାଦକୁ ଚାରିପାଖରେ ଥିବା ବିଜାତୀୟମାନଙ୍କ ନିକଟରେ ଯେପରି ସମ୍ବାଦକୁ ପହଞ୍ଚିବା ପାଇଁ ସକ୍ଷମ ହୋଇପାରିବେ। ଏହି ଦିନ ଗୁଡ଼ିକରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ବାଦ ଗୁଡ଼ିକୁ ବିଭିନ୍ନ ମଣ୍ଡଳୀ ଗୁଡ଼ିକ ନିମନ୍ତେ ଆମମାନେ ଶିକ୍ଷା କରୁଛୁ। ଯଦି ଆମମାନେ ସ୍ମରଣ କରୁଥିବା, ତେବେ କିପରି ଭାବରେ ବିଭିନ୍ନ ମଣ୍ଡଳୀ ଗୁଡ଼ିକରେ ସେଦିନ ଯେଉଁ ସମୟରେ କି ଯୋହନ ଏହି ଦର୍ଶନ ପାଇଲେ, ଯେଉଁ ମଣ୍ଡଳୀ ଗୁଡ଼ିକୁ ପ୍ରେରିତ ପାଉଲ ଏଫିସି ମଣ୍ଡଳୀରେ ଥିବା ସମୟରେ ସ୍ଥାପନ କରିଥିଲେ, ସମୟକ୍ରମେ ମଣ୍ଡଳୀ ଗୁଡ଼ିକରେ ବିଭିନ୍ନ ପ୍ରକାର ଆତ୍ମିକ ଦୁର୍ବଳତା ସ୍ଥାନ ପାଇବା ପାଇଁ ଆରମ୍ଭ ହେଲା। କେତେକ ମଣ୍ଡଳୀରେ ସେମାନେ ଆଦ୍ୟ ପ୍ରେମକୁ ହରେଇ ବସିଲେ, କେତେକ ମଣ୍ଡଳୀରେ ସେମାନେ ଶୃଙ୍ଖଳାକୁ ହରେଇ ବସିଲେ, ପୁଣି କେତେକ ମଣ୍ଡଳୀ ମଧ୍ୟରେ ସେମାନେ ଜାଗତିକ ବିଷୟବସ୍ତୁରେ ସେମାନେ ଲିପ୍ତ ହେଲେ। ଏହିପରି କ୍ରମଶ ଭାବରେ ବିଭିନ୍ନ ବିଷୟ ଗୁଡ଼ିକୁ ଖ୍ରୀଷ୍ଟ, ଯେହେତୁ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ, ଖ୍ରୀଷ୍ଟ ମଣ୍ଡଳୀ ମଧ୍ୟରେ ଗମନାଗମନ କରୁଥିଲେ, ସେଥିପାଇଁ ବିଶ୍ୱାସୀ ଭାଇ ଭଉଣୀମାନେ, ମଣ୍ଡଳୀର ପ୍ରାଚୀନମାନେ ଯେଉଁ ବିଷୟ ଗୁଡ଼ିକୁ ସେମାନେ ଲକ୍ଷ୍ୟ କରି ପାରୁନଥିଲେ, ଦେଖିପାରୁନଥିଲେ, ଖ୍ରୀଷ୍ଟ ତାଙ୍କର ସେହି ଉଜ୍ଜଳୀକୃତ ଚକ୍ଷୁରେ ଆଭ୍ୟନ୍ତରୀଣ ସମସ୍ତ ବିଷୟ ଗୁଡ଼ିକୁ ସେ ଦେଖିପାରୁଥିଲେ। ବିଶେଷ କରି ଯେଉଁ ଦୁର୍ବଳ ବିଷୟ ଗୁଡ଼ିକ କେହି ଦେଖିପାରୁନଥିଲେ, ଏପରିକି ଅନ୍ୟମାନେ, ବିଶ୍ୱାସୀମାନେ, ପ୍ରାଚୀନମାନେ, ସେଥିପାଇଁ ମଧ୍ୟ ସେମାନଙ୍କର କୌଣସି ପ୍ରକାର ମନୋଯୋଗିତା ନଥିଲା, ଅବହେଳା ଭାବ ଥିଲା। କିନ୍ତୁ ପ୍ରତ୍ୟେକ ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କର ବିଶେଷ ସମ୍ବାଦ ଥିଲା। ଆଜି ଆମମାନେ ଆଉ ଏକ ମଣ୍ଡଳୀ ବିଷୟରେ ଆମମାନେ ଧ୍ୟାନ କରିବା। ସାର୍ତ୍ରୀ ମଣ୍ଡଳୀ ବିଷୟରେ ଯୀଶୁଖ୍ରୀଷ୍ଟଙ୍କର ସେଦିନ ବିଶେଷ ପ୍ରଶଂସାର ବିଷୟ ନଥିଲା, କେବଳ ଅଳ୍ପ କେତୋଟି ବିଷୟ ଥିଲା। ଅନେକ ସମୟରେ ପ୍ରଶ୍ନ ଉଠେ, ଖ୍ରୀଷ୍ଟଙ୍କ ମଣ୍ଡଳୀ କ'ଣ କେବେ ହେଲେ ମୃତ ଅବସ୍ଥାକୁ ଆସିପାରେ? ହୁଏତ ଆମେ କହିପାରୁ, ନା, ଖ୍ରୀଷ୍ଟଙ୍କ ମଣ୍ଡଳୀ ସବୁବେଳେ ଜୀବିତ। କିନ୍ତୁ ଯେତେବେଳେ ଆମମାନେ ଆଜି ଖ୍ରୀଷ୍ଟଙ୍କର ଏହି ସମ୍ବାଦକୁ ସାର୍ତ୍ରୀ ମଣ୍ଡଳୀ ନିକଟରେ ଆମମାନେ ପାଠ କରୁଛୁ, ଦେଖାଯାଉଛି ଯେ ଈଶ୍ୱରଙ୍କର ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି। ସେ କହନ୍ତି ଯେ ଆମ୍ଭେ ତୁମର କର୍ମ ଜାଣୁ। କୋଉ ପ୍ରକାର କର୍ମ ଜାଣନ୍ତି ବୋଲି ଖ୍ରୀଷ୍ଟ ପ୍ରକାଶ କଲେ? ସେ କହନ୍ତି, ତୁମ୍ଭେ ନାମରେ ଜୀବିତ, ମାତ୍ର ବାସ୍ତବ ଭାବରେ ପ୍ରକୃତରେ ତୁମେ ମୃତ। ଯଦ୍ୟପି ଆମେ ସ୍ୱୀକାର କରିପାରୁନୁ ଯେ ଖ୍ରୀଷ୍ଟଙ୍କ ମଣ୍ଡଳୀ କେବେ ହେଲେ ମୃତ ହବନି, କିନ୍ତୁ ଖ୍ରୀଷ୍ଟ ଏହି ସ୍ଥାନରେ ପ୍ରକାଶ କରୁଛନ୍ତି ଯେ ହଁ, ସମ୍ଭବପର, ଯଦ୍ୟପି ପୂର୍ଣ୍ଣ ମାତ୍ରାରେ ନୁହେଁ, ତଥାପି ସମୟ କ୍ରମେ ମଣ୍ଡଳୀ ସେହି ମୃତ ଅବସ୍ଥାକୁ ଚାଲି ଆସିଥାଏ। ସେଥିପାଇଁ ସାର୍ତ୍ରୀ ମଣ୍ଡଳୀ ନିକଟକୁ ଖ୍ରୀଷ୍ଟ ପ୍ରକାଶ କରୁଛନ୍ତି, ତୁମେ ନାମରେ ମାତ୍ର ତୁମେ ଜୀବିତ, କିନ୍ତୁ ବାସ୍ତବ ଭାବରେ ତୁମେ ମୃତ। ଅନ୍ୟ ପ୍ରକାର ଭାବରେ ଖ୍ରୀଷ୍ଟ କହୁଛନ୍ତି ଯେ ତୁମେ ବାହିକ ଭାବରେ ଲୋକମାନଙ୍କୁ ଦେଖେଇଲା ପରି, ଏପରିକି ତୁମେ ନିଜେ ମଧ୍ୟ ନିଜର କର୍ମ ବିଷୟ ଗୁଡ଼ିକରେ ଏପରି ଭାବରେ ସନ୍ତୁଷ୍ଟ ଅଛ, ଯଦ୍ୱାରା କି ତୁମେ ଭାବୁଛ ଆମମାନେ ଜୀବିତ ଅଛୁ। କିନ୍ତୁ ଖ୍ରୀଷ୍ଟଙ୍କର ଦୃଷ୍ଟିକୋଣରୁ, ଈଶ୍ୱରଙ୍କ ଦୃଷ୍ଟିକୋଣରୁ ଈଶ୍ୱର କହୁଛନ୍ତି, ଯେତେବେଳେ ମୁଁ ତୁମର ଆଭ୍ୟନ୍ତରୀଣ ଜୀବନକୁ ଲକ୍ଷ୍ୟ କରୁଛି, ତୁମେ ଭାବୁଛ ତୁମେ ଜୀବିତ, କିନ୍ତୁ ବାସ୍ତବ ଭାବରେ ତୁମେ ମୃତ। କିପରି ଭାବରେ ତାହା ସେ ମଣ୍ଡଳୀ ପ୍ରତି ସମ୍ଭବପର ହେଇଥିଲା? କେବଳ ସେତିକି ନୁହେଁ, ମାତ୍ର ଆମେ ଲକ୍ଷ୍ୟ କରୁଛୁ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟ ସେହି ମଣ୍ଡଳୀ ପ୍ରତି ବିଶେଷ ଭାବରେ ଆହ୍ୱାନ ଆଣୁଛନ୍ତି, ସଚେତନ ଆଣୁଛନ୍ତି, ସେମାନଙ୍କୁ ସାବଧାନ କରିଦେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭାବରେ। ଆଉ ସେମାନଙ୍କୁ କହୁଛନ୍ତି, ଯଦି ତୁମେ ତୁମର ଅବସ୍ଥା ପ୍ରତି ସଚେତନ ନ ହବ, ଜାଗ୍ରତ ନ ହବ, ତୁମର ସେହି ସୁପ୍ତ ଅବସ୍ଥାରୁ ତୁମେ ନ ଉଠିବ, ଆଉ ପୂର୍ବ ପରି ତୁମର
ଜୀବନକୁ ତୁମେ ନ ସଜାଡ଼ିବ, ମନେ ରଖ ତୁମ ପ୍ରତି ମୁଁ ବିଚାର ଆଣିବି। ତେବେ ଏଇ ଖ୍ରୀଷ୍ଟ କିଏ? ତାଙ୍କର ପରିଚୟ ଦୁଇଟି ଶବ୍ଦରେ ସେ ପ୍ରକାଶ କରୁଛନ୍ତି। ମୁଁ ମୋ ମତରେ ଈଶ୍ୱରଙ୍କର ଆତ୍ମା। କୋଉ ପ୍ରକାର ଆତ୍ମା? ପବିତ୍ର ଆତ୍ମା। ଖ୍ରୀଷ୍ଟ ପ୍ରକାଶ କରୁଛନ୍ତି ଯୋଉ ଆତ୍ମାଙ୍କର ପ୍ରଭାବ ଦ୍ୱାରା, ଯୋଉ ଆତ୍ମାଙ୍କ ଦ୍ୱାରା ତୁମେ ଆପଣା ଆପଣା ଜୀବନକୁ ମୋ ନିକଟରେ ସମର୍ପଣ କଲ, ଯୋଉ ପବିତ୍ର ଆତ୍ମାଙ୍କର ସହାୟତାରେ ତୁମେ ପାପର ବୋଧ ପାଇଲ, ଯୋଉ ପବିତ୍ର ଆତ୍ମା ତୁମମାନଙ୍କର ହୃଦୟ ମଧ୍ୟରେ ବିଶ୍ୱାସ ସ୍ଥାପନ କଲେ, ପୁଣି ଯୋଉ ପବିତ୍ର ଆତ୍ମା ଦିନ ପ୍ରତିଦିନ ବିଶ୍ୱାସର ଜୀବନରେ, ଆତ୍ମିକ ଜୀବନରେ ତୁମକୁ ବୃଦ୍ଧି କରିବା ପାଇଁ ସାହାଯ୍ୟ କଲେ। ମୁଁ ହେଉଛି ସେଇ ଆତ୍ମା। ମୁଁ ଏବେ ବି ତୁମମାନଙ୍କ ମଧ୍ୟରେ କାର୍ଯ୍ୟ କରୁଛି। ଦ୍ୱିତୀୟ ଶବ୍ଦ ସେ କହୁଛନ୍ତି କେବଳ ମୁଁ ଆତ୍ମାକୁ ଧାରଣ କରେ ତାହା ନୁହେଁ, ମାତ୍ର ମୋର ହସ୍ତରେ ସପ୍ତ ନକ୍ଷତ୍ର ମଧ୍ୟ ଅଛନ୍ତି। এই ସପ୍ତ ନକ୍ଷତ୍ର କୋଉମାନେ? ସେଦିନ ଖ୍ରୀଷ୍ଟ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ଲକ୍ଷ୍ୟ କରି ତାହା କହିଥିଲେ। ଖ୍ରୀଷ୍ଟ କହିଲେ, ହଁ ମୋର ଆତ୍ମାଙ୍କ ଦ୍ୱାରା ମୁଁ ମଣ୍ଡଳୀ ସ୍ଥାପନ କରିଛି, ମଣ୍ଡଳୀ ବୃଦ୍ଧି କରୁଛି, ବିଶ୍ୱାସୀ ମାନେ ମୋ ନିକଟକୁ ଫେରିଛନ୍ତି। କିନ୍ତୁ ମଣ୍ଡଳୀର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ, ମଣ୍ଡଳୀକୁ ଶୃଙ୍ଖଳା କରିବା ନିମନ୍ତେ, ଈଶ୍ୱରଙ୍କ ବାକ୍ୟରେ ସଚେତନ କରିବା ନିମନ୍ତେ ମୁଁ ମୋର ଦାସମାନଙ୍କୁ, ମୋର ପ୍ରାଚୀନ ମାନଙ୍କୁ, ମୋର ପାଳକ ମାନଙ୍କୁ ମୁଁ ମଣ୍ଡଳୀ ମଧ୍ୟରେ ନିଯୁକ୍ତ କରିଛି। ସେମାନଙ୍କର ଉପରେ ଏକ ଗୁରୁ ଦାୟିତ୍ୱ ମୁଁ ସମର୍ପଣ କରିଛି, ଯେପରି ସେମାନେ ବିଶ୍ୱସ୍ତ ଭାବରେ ଦିନ ପରେ ଦିନ ମୋର ଲୋକମାନଙ୍କୁ, ମୋର ମଣ୍ଡଳୀକୁ ମୋର ବାକ୍ୟରେ ସେମାନେ ବୃଦ୍ଧି କରାଇବେ, ଯେପରିକି ମୋର ମଣ୍ଡଳୀ ଅନ୍ୟମାନଙ୍କ ନିକଟରେ ଏକ ସାକ୍ଷ୍ୟ ସ୍ୱରୂପ ହେଇପାରିବେ। ତେବେ এই ଏକ ପରିସ୍ଥିତି ମଧ୍ୟରେ ଖ୍ରୀଷ୍ଟ କହୁଛି ମୁଁ ତୁମର ସମସ୍ତ କର୍ମ ଜାଣୁଛି। 2 ପଦରେ ଆମେ ପାଠ କରୁଛୁ, ଲେଖାଯାଉଛି ଯୋଉ ସମସ୍ତ ଗୁପ୍ତ ବିଷୟ ସବୁ, ଅନ୍ୟ ପ୍ରକାର ଭାବରେ ଯୋଉ ବିଷୟ ଗୁଡ଼ିକ ସେଦିନ ବିଶ୍ୱାସୀ ମାନେ ନିଜେ ଜାଣିପାରୁନଥିଲେ, ହୁଏତ ଅବହେଳା ଜୀବନ ହେତୁ ଜାଣିପାରୁନଥିଲେ, କିଏ ବା ସେମାନଙ୍କର ତତ୍ତ୍ୱାବଧାନରେ ଥିବା ପ୍ରାଚୀନ ମାନେ ମଧ୍ୟ সেই ଲୁପ୍ତପ୍ରାୟ ବିଷୟ ଗୁଡ଼ିକୁ ଦେଖି ପାରିନଥିଲେ। ସମୟ କ୍ରମେ କ୍ରମାଗତ ଭାବରେ ଉଭୟଙ୍କର ହୁଏତ ଅବହେଳିତ, ବିଶୃଙ୍ଖଳିତ, ଅବିଶ୍ୱସ୍ତତାର ଜୀବନ ହେତୁ ସେମାନେ କ୍ରମଶଃ ଦିନ ପରେ ଦିନ ସେମାନେ ତଳକୁ ତଳକୁ ଆତ୍ମିକ ଜୀବନରେ ଖସିବା ପାଇଁ ଆରମ୍ଭ କଲେ। ଏପରି ଅବସ୍ଥାକୁ ଆସିଲେ ଯେତେବେଳେ ବର୍ତ୍ତମାନ ଖ୍ରୀଷ୍ଟ ସେମାନଙ୍କୁ ମାଣ୍ଡଳିକ ଭାବରେ ଦେଖୁଛନ୍ତି। ଖ୍ରୀଷ୍ଟ କହୁଛନ୍ତି ତୁମେ ବାହିକ ଭାବରେ ଜୀବିତ ବୋଲି ଜଣା ପଡୁଛ, ନିଜକୁ ପ୍ରକାଶ କରୁଛ, ତୁମେ ଠିକ ଅଛ ବୋଲି ତୁମେ କହୁଛ, ମାତ୍ର ତୁମେ ବାସ୍ତବ ଭାବରେ ମୋର ଦୃଷ୍ଟିରେ ତୁମେ କଣ ନା ମୃତ ଅଛ। ସେଥିପାଇଁ ଲେଖାଯାଉଛି 3 ପଦରେ ଯେ ତୁମମାନଙ୍କର କର୍ମ ସକଳ ଈଶ୍ୱରଙ୍କ ନିକଟରେ ସିଦ୍ଧ ନୁହେଁ। ହଁ, ସେମାନେ ଅଳସୁଆ ହିଁ ରହିନଥିଲେ। ମଣ୍ଡଳୀ ମଧ୍ୟରେ ଅନେକ ପ୍ରକାର ସେମାନଙ୍କର କାର୍ଯ୍ୟକ୍ରମ ଗୁଡ଼ିକ ଚାଲିଥିଲା। ବିଭିନ୍ନ ପ୍ରକାର ଉଦ୍ଦୀପନା ସମାବେତ ବା ଅନ୍ୟାନ୍ୟ କୌଣସି କେତେ ପ୍ରକାର କାର୍ଯ୍ୟକ୍ରମ ମଣ୍ଡଳୀ ମଧ୍ୟରେ ଚାଲୁ ରହିଥିଲା। କିନ୍ତୁ ଏ ସମସ୍ତ ମଧ୍ୟରେ ଈଶ୍ୱର କହୁଛନ୍ତି ହଁ, ପ୍ରକୃତ କାର୍ଯ୍ୟକ୍ରମ ଯେତେବେଳେ ପବିତ୍ର ଆତ୍ମା ତୁମମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି, ପବିତ୍ର ଆତ୍ମା ତୁମମାନଙ୍କର ମଧ୍ୟ ଦେଇ ଯୋଉ କାର୍ଯ୍ୟ ଗୁଡ଼ିକ ସମ୍ପାଦିତ କରନ୍ତି, ସେଥିପାଇଁ ପ୍ରଭାବିତ କରନ୍ତି, ତାହା ଈଶ୍ୱରଙ୍କ ନିକଟରେ ଗ୍ରହଣ ଯୋଗ୍ୟ ହେଇପାରିଥାଏ। ତାହା ଈଶ୍ୱରଙ୍କର ଗୌରବ ନିମନ୍ତେ ହେଇପାରିଥାଏ। ଯୋଉ କାର୍ଯ୍ୟ ଗୁଡ଼ିକ ପବିତ୍ର ଆତ୍ମାଙ୍କର ସହାୟତାରେ, ଯୋଉ କାର୍ଯ୍ୟ ଗୁଡ଼ିକ ଈଶ୍ୱରଙ୍କର ଶକ୍ତିରେ, ସାମର୍ଥ୍ୟରେ କରାଯାଇଥାଏ। କିନ୍ତୁ ଯେତେବେଳେ ଖ୍ରୀଷ୍ଟ ଏହା ପ୍ରକାଶ କରୁଛନ୍ତି, ମନ ହୁଏ ସେମାନଙ୍କର ମାଣ୍ଡଳିକ ଭାବରେ ସମସ୍ତ ପ୍ରକାର କାର୍ଯ୍ୟ ଗୁଡ଼ିକ ଆତ୍ମାଙ୍କ ଦ୍ୱାରା, ଖ୍ରୀଷ୍ଟଙ୍କର ସାମର୍ଥ୍ୟ ଦ୍ୱାରା ହେଇନଥିଲା। ସେଥିପାଇଁ ଖ୍ରୀଷ୍ଟ ନିଜେ କହୁଛନ୍ତି ତୁମର ସମସ୍ତ କାର୍ଯ୍ୟ ମୁଁ ଜାଣୁଛି, ଆଉ ଏ ସମସ୍ତ କାର୍ଯ୍ୟ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ମୋର ପ୍ରାଚୀନ ମାନେ ମନେ ରଖ, ତାହାର ଈଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ନୁହେଁ। 2 ପଦ, ଈଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ଟିକେ ଚିନ୍ତା କରୁ ତ, ଆମମାନଙ୍କର ମାଣ୍ଡଳିକ ଭାବରେ
आमनकर व्यक्तिगत जीवन में सामाजिक जीवन में जो समस्त कार्य गुड़िक आम करी चलुचु एवं भी कार्य करी चलुचु अनेक कार्य गुड़िक वृद्धि पाउची ता सत कथा किंतु जदि आपण मानकर कार्य आमर मंडली गुड़िकर कार्यक्रम गुड़िक ईश्वरंकर दृष्टि में सिद्ध नुहे ईश्वर निकट में ग्राह्य नुहे ईश्वर दृष्टि तुष्टिजनक बड़ी नुहे तेरे से समस्त प्रिय बंधुगण आमर कार्यक्रम जिते करूना कहीं ताहा केवल व्यर्थ मात्र केवल से नुहे मात्र ख्रीष्ट से चिंतित ख्रीष्ट इच्छा कर लोक मान द्वारा जो समस्त कार्य मंडली माध्यम जो कहा जपरी ईश्वर गौरवर कारण हम फल कौन हम ना से समस्त ईश्वर कार्य गुड़िक आत्मिक कार्य गुड़िक विजातीय मान को ख्रीष्ट निकट को आकर्षित कर ख्रीष्ट मंडली वृद्धि पाइब ईश्वर राज्य वृद्धि पाइब किंतु मन हूँ प्रिय भाई भौणी मैंने जे सात्री मंडली चारिपाखे अन्य कौन मंडली गुड़िक प्रति अन्य लोक मान प्रति ये विश्वासी माने कि प्राचीन माने कौन प्रकार भाव में गभीर प्रभाव पकई पारि नथिले कारण कौन जानती यही 6 पद मध्य आमने से मंडली जो समस्त ताड़ना मध्य कष्ट मध्य जाऊले कौन सी घटना मैंने पाठ करूनु ख्रीष्ट से मानकर ए ताड़ना विषय उल्लेख आदौ करूना कारण कौन ना এই ছাত্রী মণ্ডলীর খ্রিস্টীয় ভাই ভৌণী মানে এপরিকি প্রাচীন মানে এপরিকি সুপ্ত অবস্থায় জীবন কাটুলে এক জাগতিক ভাবে আপোষ মিলামেশার জীবন কাটুলে সেপাই চারিপাখে যে জগত লা যে জাগতিক লোক মানে লে সে এই মণ্ডলীর ভাই ভৌণী মানকর ঠারু কৌশি বিশেষ বিষয় দেখি পারু নথিলে যাহা ফଳରେ कि सेमान प्रति ताड़ना आनिबे कष्ट आनिबे जेहेतु से अपना अपना लवण को हरे बसिले आलोक को हरे बसिले प्रिय भाई बोल मैंने ताहा अति वास्तव नुहे कि मन रखिबा जदि आज आपणकर मंडली पुणी मो मंडली मध्य आमने ताड़ना को अनुभव करूनु प्रतिवाद को अनुभव करूनु आराम रे आमने सप्ताह पर सप्ताह आमनकर मंडलिक जीवन में कार्यक्रम गुड़िक एपरी भाव में व्यस्त रही जाऊँ ताड़ना कौन आम पर्यत अनुभव करूँ ते मन रखिया प्रिय बंधुगण आम मानकर मंडलिक जीवन में आमर सेवार जीवन में आमर समस्त प्रकार कार्य गुड़िक जीवन में किछिटा भूल रही जाइए से भूल साद्री मंडल ने थिला से माने एपरी भाव में मृत अवस्था को आसी जाइए शोई पड़ते आत्मिक जीवन में अवहेलित जीवन काटुले फल से प्रति ताड़नार कौन संभावना नथिला कौन आवश्यकता नथिला तेबे ख्रीष्ट कहउचंदी जे तुम माने केवल बाहिक भाव में जीवित मात्र प्रकृत भाव में मृत तेबे मंडली मध्य को विषय गुड़िक ख्रीष्ट देखि पारिथिले को चिन्ह गुड़िक से जहाद्वारा कि ख्रीष्ट कहले जे तुबे वास्तव भाव में मृत प्रथम विषय लिखा जाउची जे तुम्हें नाम रे केवल ख्रीष्ट विश्वासी नाम रे केवल हुए तो साद्री मंडली रे से समय ता पूर्वर हुए तो अनेक ख्रीष्ट विश्वासी माने थिले संत साधु माने थिले जो माने कि ईश्वर वाक्य शुणुले ख्रीष्टंकर निमते साक्ष्य बहन करुले अनेक दुख भोग मते जाऊले अतीत से पूर्व पुरुष माने से प्रकार जीवन काटुले फल से आलोक सदृश अन्य मान निकट में साक्ष्य बहन करुले तेरे वर्तमान समय गत हो जाइए गोटे जेनेरेशन पर आउ गोटे जेनेरेशन बीती जाइए आउ वर्तमान ए सात्री मंडलीर भाई भौणी माने अतीत से पूर्व पुरुष मानकर अजा आई से पूर्व ख्रीष्टीय दासदासी मानकर आत्मिक जीवन गोटे घोड़नी भितर आपना को घोड़े दे से नाम रे से नाम केवल
ସେମାନଙ୍କର ନାମରେ ଆଜି ସେମାନେ ତାଙ୍କର ଖ୍ରୀଷ୍ଟୀୟ ଜୀବନକୁ ଅତିବାହିତ କରୁଛନ୍ତି। ହଁ, ଯେତେବେଳେ ସେମାନଙ୍କୁ ପଚରାଯାଏ ତୁମେ କିପରି ପ୍ରଭୁଙ୍କୁ ଜାଣିଲ, ସବୁବେଳେ ସେମାନେ କହନ୍ତି ହଁ ଆମମାନଙ୍କର ବାପା, ଆମମାନଙ୍କର ପୂର୍ବପୁରୁଷ ସେମାନେ ଏହି ପ୍ରକାର ଥିଲେ, ଖ୍ରୀଷ୍ଟଙ୍କୁ ଜାଣିଥିଲେ, ଖ୍ରୀଷ୍ଟଙ୍କ ପାଇଁ ସାକ୍ଷ୍ୟ କରୁଥିଲେ, ଖ୍ରୀଷ୍ଟ ପାଇଁ ସାକ୍ଷୀ ଥିଲେ, ଫଳରେ ଅନ୍ୟମାନେ ଖ୍ରୀଷ୍ଟଙ୍କୁ ଜାଣିଥିଲେ। କିନ୍ତୁ ବର୍ତ୍ତମାନ ସେ ସବୁ ଆଉ ନାହିଁ। ସାଦ୍ରୀ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ କେବଳ ନାମ ମାତ୍ରରେ, ପୂର୍ବପୁରୁଷ ମାନଙ୍କର ନାମର ଢାଞ୍ଚାରେ, ପ୍ରିୟ ଭାଇ ଭଉଣୀ ମାନେ, ତାହା କ'ଣ ବର୍ତ୍ତମାନ ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନର ଅବସ୍ଥା ନୁହେଁ କି? ଯେତେବେଳେ ଆମମାନଙ୍କର ନିଜର ବ୍ୟକ୍ତିଗତ ଖ୍ରୀଷ୍ଟୀୟ ସାକ୍ଷ୍ୟ ବିଷୟରେ ଆମେ ସାକ୍ଷ୍ୟ ଦଉ, ସବୁବେଳେ ଆମର ପୂର୍ବପୁରୁଷ ମାନଙ୍କର ବିଷୟ ଆମେ କହୁ। ହଁ, ଆମେ ସେମାନଙ୍କ ବିଷୟରେ ଗର୍ବ କରୁ। ମୋର ସାତ ପୁରୁଷ ଏଇପରି ଥିଲେ, ସାତ ମା ମୋର ଏଇ ପ୍ରକାର ଥିଲେ, ଗୀତ ରଚନା କରୁଥିଲେ, ବାକ୍ୟ ପ୍ରଚାର କରୁଥିଲେ, ସାକ୍ଷ୍ୟ ଦଉଥିଲେ, କେତେ କଷ୍ଟ କେତେ ତାଡ଼ନା, କେବଳ ସେମାନଙ୍କର କଥା ଆମେ କହୁ। କିନ୍ତୁ ବର୍ତ୍ତମାନ ଆପଣଙ୍କର ଜୀବନରେ, ମୋର ଜୀବନରେ ସେଇ ପ୍ରକାର କୌଣସି ସାକ୍ଷ୍ୟ ନାହିଁ। এই ସାଦ୍ରୀ ମଣ୍ଡଳୀର ପ୍ରଥମ ଚିହ୍ନ ଥିଲା କ'ଣ? ସେମାନେ ପୂର୍ବପୁରୁଷ ମାନଙ୍କର ସେଇ ନାମରେ, ସେମାନଙ୍କର ଯଶରେ, ସେମାନଙ୍କର ପ୍ରଶଂସାରେ କେବଳ ଘୋଡ଼େଇ ହେଇ ରହିଥିଲେ। ଦ୍ୱିତୀୟ ବିଷୟ ଲକ୍ଷ୍ୟ କରୁଛୁ କ'ଣ? ସେତିକି ନୁହେଁ, ମାତ୍ର ସେମାନେ ଆପଣା ଆପଣା କର୍ମ ବିଷୟରେ, ବର୍ତ୍ତମାନର କର୍ମ ବିଷୟରେ ସେମାନେ ଏପରି ଭାବରେ ନିଜକୁ ଗର୍ବିତ ଅନୁଭବ କରୁଥିଲେ। ସେମାନେ ଭାବୁଥିଲେ ଯେଉଁ ସମସ୍ତ କାର୍ଯ୍ୟ ଗୁଡ଼ିକ ଆମେ କରୁଛୁ ତାହା ଈଶ୍ୱରଙ୍କ ଦ୍ୱାରା ଗୃହୀତ। ନା, ପ୍ରିୟ ଭାଇ ଭଉଣୀ ମାନେ, ସେମାନଙ୍କ ମଧ୍ୟରେ ଗର୍ବ, ଅହଙ୍କାର, ଆତ୍ମନିର୍ଭରଶୀଳତା এই ସମସ୍ତ ବିଶେଷ ଭାବରେ ସ୍ଥାନ ପାଇଥିବାରୁ ଖ୍ରୀଷ୍ଟ କହୁଛନ୍ତି ତୁମମାନେ ବାହିକ ଭାବରେ କେବଳ ଜୀବିତ, ଆତ୍ମିକ ଭାବରେ ମୃତ। ତୃତୀୟ ବିଷୟ କ'ଣ ଲକ୍ଷ୍ୟ କରୁଛୁ? ନା, ଏ ସମସ୍ତ ପରିସ୍ଥିତି ମଧ୍ୟରେ ଆଉ ଏକ ଉତ୍ତମ ଚିହ୍ନ ଖ୍ରୀଷ୍ଟ ଦେଖିପାରିଥିଲେ। କ'ଣ ସେ ଚିହ୍ନ? ଲେଖାଯାଉଛି ତଥାପି, ଚାରିପଦରେ, ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି ତୁମମାନଙ୍କ ମଧ୍ୟରେ ଏପରି କେତେକ ଅଛନ୍ତି। ହଁ, এই ସାଦ୍ରୀ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ ମୃତ ହେଇନଥିଲା, ମୃତ ଅବସ୍ଥାକୁ ସେମାନେ ଯାଉଥିଲେ। କିନ୍ତୁ ଅଧିକାଂଶ ମୃତ ଅବସ୍ଥାକୁ ଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟ କହୁଛନ୍ତି ତୁମମାନଙ୍କ ମଧ୍ୟରେ କେତେକ ଅଛନ୍ତି, ଅଳ୍ପ କେତେକ ଅଛନ୍ତି, ଯେଉଁମାନେ କି ଆପଣା ଆପଣା ସେଇ ପବିତ୍ରତାର ବସ୍ତ୍ରକୁ, ଆତ୍ମିକ ଜୀବନକୁ ଜାଗତିକ ମନା କରିନାହାନ୍ତି, ଜଗତମୁଖୀ ହେଇନାହାନ୍ତି, ଆପଣା ପବିତ୍ର ବସ୍ତ୍ରକୁ, ଆପଣା ପବିତ୍ର ଜୀବନକୁ, ଆପଣା ନ୍ୟାୟପରତା ଜୀବନକୁ, ନ୍ୟାୟର ଜୀବନକୁ, ସତ୍ୟତାର ଜୀବନକୁ, ପବିତ୍ରତାର ଜୀବନକୁ ସେମାନେ କୌଣସି ପ୍ରକାର କଳଙ୍କିତ ହେବା ପାଇଁ, ମଳିନ ହେବା ପାଇଁ ଦେଇନାହାନ୍ତି। ହଁ ପ୍ରିୟ ବନ୍ଧୁଗଣ, ତାହା ଅତି ବାସ୍ତବ। ଅନେକ ସମୟରେ ତାହା ଆମମାନଙ୍କର ମଣ୍ଡଳୀ ମଧ୍ୟରେ ମୋତେ ଦେଖାଯାଏ। ଯଦ୍ୟପି ଅନେକ ସମୟରେ ଆମର ମଣ୍ଡଳୀ ଗୁଡ଼ିକ ସେଇ ମୃତ ଅବସ୍ଥାକୁ ଆସୁଥାଏ, ତଥାପି ମନେ ରଖିବା ସେଇ ମଧ୍ୟରେ କେତେକ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ଚାଲୁଛନ୍ତି, ପବିତ୍ରତାରେ ଚାଲୁଛନ୍ତି, ସତ୍ୟତାରେ ଚାଲୁଛନ୍ତି, ଖ୍ରୀଷ୍ଟଙ୍କ ନିମନ୍ତେ ବାସ୍ତବ ସାକ୍ଷ୍ୟ ବହନ କରୁଛନ୍ତି। ହଁ, ସେମାନଙ୍କ ପାଇଁ ଏକ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଖ୍ରୀଷ୍ଟ ଲକ୍ଷ୍ୟ କରିପାରିଥିଲେ, ସେମାନଙ୍କୁ ଦେଖି ପାରିଥିଲେ, ଆଉ ଦେଖି ସେମାନଙ୍କ ପାଇଁ ଏକ ଆହ୍ୱାନ ଆଣିଛନ୍ତି। ଦୁଇ ପ୍ରକାର ଆହ୍ୱାନ, ଏକ ଭାବବାଦୀର ଆହ୍ୱାନ ଆଉ ଏକ ଯାଜକର ଆହ୍ୱାନ। ଖ୍ରୀଷ୍ଟ ଅପେକ୍ଷା କରିଥିଲେ ଯେପରି ଏଇ ଅଳ୍ପ କେତେକ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜାଗରଣ ହେତୁ ଯେପରି ସେମାନେ ଅନ୍ୟମାନଙ୍କର ନିକଟରେ ଖ୍ରୀଷ୍ଟକୁ ପୁନର୍ବାର ପ୍ରକାଶ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ଆତ୍ମିକ ଜାଗରଣ ଆଣିବେ, ବାକ୍ୟ ପ୍ରଚାର କରିବା ଦ୍ୱାରା। ହଁ ପ୍ରିୟ ବନ୍ଧୁଗଣ, ସମୟ ଆସିଛି ଯେପରି ଆମମାନଙ୍କର ମଣ୍ଡଳୀ ମଧ୍ୟରୁ ପ୍ରଭୁ ପାଳକ ପ୍ରଚାରକ ମାନଙ୍କୁ ଉଠେଇବେ, ଯେଉଁମାନେ କି ସତ୍ୟ ବାକ୍ୟକୁ ନେଇ ପ୍ରଚାର କରିବେ, ବିନା ଭୟରେ ପ୍ରଚାର କରିବେ, ବିନା ସଂକୋଚରେ ପ୍ରଚାର କରିବେ। ହଁ, ସେଇଦିନ ସାଦ୍ରୀ ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କର ସେ ଦୃଷ୍ଟିକୋଣ ଥିଲା, ସେ ଆହ୍ୱାନ ଥିଲା, ହେ ଅପସଂଖ୍ୟକ ଭାଇ ଭଉଣୀ ମାନେ, ବିଶ୍ୱାସୀ ମାନେ, ହଁ ତୁମେ ଆପଣା ବସ୍ତ୍ର ମଳିନ କରିନ, ତୁମେ ସିଦ୍ଧ ରଖିଛ, ପବିତ୍ର ରଖିଛ, ମନେ ରଖ ସୁପ୍ତ ଅବସ୍ଥାରେ ରହିଯାଅ ନା। ତୁମ ପାଇଁ ଏକ କର୍ତ୍ତବ୍ୟ ରହିଛି,
ତୁମକୁ ମୋ ମଣ୍ଡଳୀରେ ରଖିଛି ଯେପରି ତୁମର ବାକ୍ୟ ପ୍ରଚାର ଦ୍ୱାରା, ତୁମର ବିଶ୍ୱସ୍ତ ଜୀବନ ଦ୍ୱାରା ତୁମେ କ'ଣ କରିବ ନା ଏଇ ମଣ୍ଡଳୀରେ, ଯୋଉ ମଣ୍ଡଳୀରେ ସଫା ତୁମେ, ସେଇ ମଣ୍ଡଳୀରେ ଆତ୍ମିକ ଜାଗରଣ ତୁମେ ଆଣିବ। ପ୍ରିୟ ବନ୍ଧୁଗଣ, ତାହା କ'ଣ ସତ୍ୟ ହଉଛି କି? କେବଳ ଆମମାନଙ୍କର ଆତ୍ମିକ ଜୀବନକୁ ଆମେ ନିଜ ପାଇଁ ଧରି ରଖିଛୁ? ଆମେ ଜାଣୁଛୁ ଆମର ମଣ୍ଡଳୀ ମଧ୍ୟରେ ଅନେକ ବିଶୃଙ୍ଖଳିତ ବିଷୟ ରହିଛି, ଅନେକ ପାପର ବିଷୟ ରହିଛି, ଅନେକ ଦୁର୍ବଳତାର ବିଷୟ ରହିଛି, ଈଶ୍ୱରଙ୍କ ବାକ୍ୟର ଅବହେଳା ରହିଛି, ପ୍ରାର୍ଥନାର ଅବହେଳା ରହିଛି, ଭାତୃ ପ୍ରେମର ଅବହେଳା ରହିଛି, ଖ୍ରୀଷ୍ଟୀୟ ସାକ୍ଷ୍ୟର ଅବହେଳା ରହିଛି। ଏସବୁ ଅବସ୍ଥା ଆପଣ ଲକ୍ଷ୍ୟ କରିପାରୁଛନ୍ତି, କିନ୍ତୁ ହୁଏତ ଆପଣ ମୁଖ ବନ୍ଦ କରିଛନ୍ତି, ସୁସ୍ଥିର ରହିଛନ୍ତି, ନିଜର ଆତ୍ମିକ ଜୀବନକୁ ଜାବୁଡ଼ି ଧରିଛନ୍ତି। କିନ୍ତୁ ନା, ସେଦିନ ଖ୍ରୀଷ୍ଟ ସାଦ୍ରୀ ମଣ୍ଡଳୀର ଏହି ଭାଇ ଭଉଣୀମାନଙ୍କୁ କହିଲେ, ହେ ମୋର ଭାଇ ଭଉଣୀ ମାନେ, ହଁ ତୁମମାନେ ଆପଣା ବସ୍ତ୍ର ମଳିନ କରିନ, ମନେ ରଖ ତୁମ ପାଇଁ ଏକ ଭାବବାଦୀର ଦାୟିତ୍ୱ ମୁଁ ତୁମ ପାଇଁ ରଖିଛି। ତୁମର ମାଧ୍ୟମରେ ଯେପରି ଏଇ ମୋର ସୁପ୍ତ ମଣ୍ଡଳୀ ଯେପରି ପୁନର୍ବାର ଜାଗ୍ରତ ହବ, ମୁଁ ଚାହେଁ ନା। ହଁ, ମୋର ଆତ୍ମା ତୁମର ସହିତ ଅଛି, ମୁଁ ଆତ୍ମାଧାରୀ ଈଶ୍ୱର, ମୁଁ ମୋର ଆତ୍ମାକୁ ତୁମକୁ ପ୍ରେରଣ କରିବି। ମୋର ଆତ୍ମାଙ୍କ ସହାୟତାରେ ତୁମେ କ'ଣ କରିବ? ଏଇ ମଣ୍ଡଳୀରେ ଜାଗ୍ରତ ଭାବ ଆଣିବ। ଦ୍ୱିତୀୟ ଚିତ୍ର, ଖ୍ରୀଷ୍ଟ କହୁଛନ୍ତି, ତୁମେ ମୋର ଭାବବାଦୀ ହେବା ପୂର୍ବରୁ ମନେ ରଖ, ତୁମେ ଯଦି ଯାଜକର କର୍ମ କରିବା ପାଇଁ ଆପଣାକୁ ସମର୍ଥ କରିବ, ତେବେ ଯାଇ ମୋର ପକ୍ଷରେ ତୁମେ ଭାବବାଦୀର ବାକ୍ୟ ପ୍ରଚାର କରିବ। ତେବେ ଯାଜକ କିଏ? ଯୋଉ ଯାଜକ ଈଶ୍ୱର ପୁଣି ତାଙ୍କର ଲୋକମାନଙ୍କର ମଧ୍ୟସ୍ଥି ହେବେ, ପ୍ରାର୍ଥନାରେ, ନିରନ୍ତର ପ୍ରାର୍ଥନାରେ ବୋଝଗ୍ରସ୍ତ ଭାବରେ ଖ୍ରୀଷ୍ଟଙ୍କର ବୋଝକୁ ନିଜର ବୋଝ ଭାବରେ ନେଇ ଦିବାରାତ୍ର ପ୍ରାର୍ଥନା କରିବେ, କ୍ରନ୍ଦନ କରିବେ। ହଁ ପ୍ରିୟ ବନ୍ଧୁଗଣ, ଯଦି ଆମେ ଯାଜକର ସ୍ଥାନ ପ୍ରଥମେ ଗ୍ରହଣ ନ କରୁ, ତେବେ ଆମେ ଭାବବାଦୀର ସ୍ଥାନକୁ କେବେ ହେଲେ ଆମେ ପୂରଣ କରିପାରିବାନି। କିନ୍ତୁ ଉଭୟ ଦାୟିତ୍ୱ ସେଦିନ ଖ୍ରୀଷ୍ଟ এই ଅଳ୍ପ କେତେକ ବିଶ୍ୱାସୀ ମାନଙ୍କର ଉପରେ ସେ ନ୍ୟସ୍ତ କରିଥିଲେ। ତେବେ ଏହା ଥିଲା ସେମାନଙ୍କର ଅବସ୍ଥା। ପ୍ରଥମେ ସେମାନେ ଆପଣା କର୍ମ ବିଷୟରେ ଗର୍ବ କରିଥିବାରୁ ତାହା ଥିଲା ସେମାନଙ୍କର ପତନର କାରଣ। ସେମାନେ କେବଳ ପୂର୍ବପୁରୁଷ ମାନଙ୍କର ନାମରେ କେବଳ ଘୋଡ଼େଇ ହେଇ ରହିଥିଲେ, ତାହା ମଧ୍ୟ ଦ୍ୱିତୀୟ ଚିହ୍ନ ଥିଲା। ଆଉ ଏକ ଉତ୍ତମ ଚିହ୍ନ ଥିଲା ଯେ ସେଇ ମଣ୍ଡଳୀରେ କେତେକ ବିଶ୍ୱସ୍ତ ସାକ୍ଷୀମାନେ ଥିଲେ। ତେବେ ସେମାନଙ୍କ ପାଇଁ ଏକ ଆତ୍ମିକ ଜାଗରଣର ଆବଶ୍ୟକତା ଥିଲା। କେବଳ ସେତିକି ନୁହେଁ, ମାତ୍ର ଏ ଆତ୍ମିକ ଜାଗରଣ ଆଣିବା ନିମନ୍ତେ ଖ୍ରୀଷ୍ଟ ସେଦିନ ପ୍ରାଚୀନ ମାନଙ୍କୁ, ବିଶ୍ୱାସୀ ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦଉଛନ୍ତି। ତାହା ମାନେ ପାଠ କରୁଛୁ 2 ପଦରେ। ଖ୍ରୀଷ୍ଟ କହୁଛନ୍ତି, ଜାଗ୍ରତ ହୁଅ, ସଚେତନ ହୁଅ, ତୁମର ଅଳସ ପଡ଼ରୁ ତୁମେ ଉଠ, ସୁପ୍ତ ପ୍ରାୟ ଅବସ୍ଥାରୁ ତୁମେ ଉଠ, ତୁମ ମୃତ ଅବସ୍ଥାରୁ ତୁମେ ଉଠ, ଜାଗ୍ରତ ହୁଅ। ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ କ'ଣ କର ନା ତୁମେ ସବଳ କର। ମୁଁ ଚାହେଁ ମୋର ମଣ୍ଡଳୀ ସୁଦୃଢ଼ ହବ, ମୋ ମଣ୍ଡଳୀ ସ୍ଥିର ହବ ଈଶ୍ୱରଙ୍କ ବାକ୍ୟରେ, ଖ୍ରୀଷ୍ଟୀୟ ପ୍ରେମରେ, ପ୍ରାର୍ଥନାରେ, ଉଚ୍ଚଗରେ। ଆଉ ତୁମେ ଉଠ, ଲୁପ୍ତ ବିଷୟ ଗୁଡ଼ିକ ପ୍ରତି ସଚେତନ ହୁଅ, ଆଖି ଖୋଲ। ସେଥିପାଇଁ ଖ୍ରୀଷ୍ଟ ସେମାନଙ୍କୁ ଆହ୍ୱାନ କରୁଛନ୍ତି। କିପରି ଭାବରେ ତାହା ସମ୍ଭବ ହବ? 3 ପଦରେ ପାଠ କରୁଛୁ। ଖ୍ରୀଷ୍ଟ ସେମାନଙ୍କୁ ଆହ୍ୱାନ କରି କହୁଛନ୍ତି, ଏଣୁ କିପରି ଭାବରେ ସେ ଲୁପ୍ତ ପ୍ରାୟ ବିଷୟ ଗୁଡ଼ିକୁ ସବଳ କରିବ? ପ୍ରଥମ ବିଷୟ, ଯୋଉ ପ୍ରକାରେ ତୁମେ ଶିକ୍ଷା ପାଇଅଛ, ଶ୍ରବଣ କରିଅଛ, ତାହାକୁ ତୁମେ ଶ୍ରବଣ କର, ସ୍ମରଣ କର। ଖ୍ରୀଷ୍ଟ ସେମାନେ କହୁଛନ୍ତି, ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ହେ ମୋର ପ୍ରାଚୀନ ମାନେ, ଟିକେ ପଛକୁ ଦେଖି ଦେଖ କିପରି ଭାବରେ ତୁମମାନଙ୍କ ନିକଟକୁ ପ୍ରଚାରକ ମାନେ, ମିଶନାରୀ ମାନେ, ଅନ୍ୟମାନେ, ମନେ ରଖ। ହୁଏତ ଖ୍ରୀଷ୍ଟ କହୁଛନ୍ତି କି ମନେ ରଖ କିପରି ଭାବରେ ପ୍ରେରିତ ପାଉଲ ସେଦିନ ଏଫେସୀୟ ମଣ୍ଡଳୀରେ ଥିବା ସମୟରେ ତୁମର ମଣ୍ଡଳୀକୁ ଆସିଥିଲେ, ତୁମର ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରିଥିଲେ, ବାକ୍ୟ ପ୍ରଚାର କରିଥିଲେ, ସତ୍ୟ ବାକ୍ୟ ପ୍ରଚାର କରିଥିଲେ। ଆଉ କିପରି ଭାବରେ ତୁମେ ତାଙ୍କର ବାକ୍ୟକୁ ଶୁଣିଲ, ଈଶ୍ୱରଙ୍କର ବାକ୍ୟ ଭାବରେ ତାହାକୁ ତୁମେ ଗ୍ରହଣ କଲ,
ପ୍ରେରିତ ପାଉଲଙ୍କର ଜୀବନକୁ ତୁମେ ଦେଖିଲ କିପରି ଭାବରେ ତାଙ୍କର ଜୀବନ ମାଧ୍ୟମରେ ସେ ଖ୍ରୀଷ୍ଟଙ୍କର ବାକ୍ୟକୁ ପ୍ରଚାର କରୁଥିଲେ। ତାଙ୍କର ଜୀବନ ଶୈଳୀ, ତାଙ୍କ ବାକ୍ୟ ପ୍ରଚାର, ତାଙ୍କର ତ୍ୟାଗର ଜୀବନ, ଏସବୁକୁ ସ୍ମରଣ କର, ଭୁଲି ଯାଅ ନା। ପ୍ରିୟ ଭାଇ ଭଉଣୀ ସାଥୀ ମଣ୍ଡଳୀ ପ୍ରତି ଆଉ କ'ଣ ଥିଲା? ପଛକୁ ଦେଖ, ସ୍ମରଣ କର, ସ୍ମରଣ କର କିପରି ଭାବରେ ତୁମେ ବାକ୍ୟ ଶୁଣିଲ, ବାକ୍ୟ ଠାରେ ବିଶ୍ୱାସ କଲ, ସ୍ମରଣ କର। ପ୍ରିୟ ଭାଇ ଭଉଣୀମାନେ ମନେ ରଖିବା, ଇସ୍ରାଏଲ ମାନଙ୍କ ବିଷୟରେ ଲେଖାଯାଉଛି ଯେତେବେଳେ ଇସ୍ରାଏଲ ମାନଙ୍କର ଜୀବନରେ ଖ୍ରୀଷ୍ଟ ସେ ପ୍ରାନ୍ତର ମଧ୍ୟରେ ଅନେକ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକ କଲେ। ସେହି ସମୟରେ ଯେଉଁମାନେ ସେ ସବୁ ଦେଖିଲେ, ଅନୁଭବ କଲେ, ଈଶ୍ୱରଙ୍କର ଶକ୍ତିକୁ ଅନୁଭବ କଲେ, ଈଶ୍ୱରଙ୍କର ପରାକ୍ରମକୁ ଅନୁଗ୍ରହ କଲେ, ସ୍ମରଣ କଲେ, ଈଶ୍ୱରଙ୍କର ଦୟାକୁ, କିନ୍ତୁ ମନେ ରଖୁଛୁ ସେଇ ପ୍ରାନ୍ତର ମଧ୍ୟରେ ସେମାନେ ବିନାଶ ପ୍ରାପ୍ତ ହେଲେ। କିନ୍ତୁ ସେମାନଙ୍କର ପରବର୍ତ୍ତୀ ଯେଉଁ ବଂଶଧର ମାନେ ଉଠିଲେ, ସେମାନେ ସେଇ ପ୍ରାନ୍ତର ମଧ୍ୟରେ ଥିବା ସମସ୍ତ ଈଶ୍ୱରଙ୍କର କାର୍ଯ୍ୟ ଗୁଡ଼ିକୁ ସେମାନେ ଜାଣିନଥିଲେ। ଜାଣିବ ତ ସେମାନେ ଭୁଲି ଯାଇଥିଲେ। ଫଳରେ କ'ଣ ହେଲା? ଭୁଲି ଯିବାରୁ ସେମାନେ ସେ ବିଜାତୀୟ ମାନଙ୍କର ପରି ଦେବ ପୂଜାକୁ ଫେରି ଯାଇଥିଲେ। ପ୍ରିୟ ଭାଇ ଭଉଣୀ ମାନେ ସ୍ମରଣ କରିପାରୁଛୁ? ସ୍ମରଣ କରନ୍ତୁ କିପରି ଭାବରେ ଆପଣ ପଡ଼ିମ ଈଶ୍ୱରଙ୍କ ବାକ୍ୟ ଶୁଣିଲୁ, କି ଆମମାନଙ୍କ ନିକଟରେ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର କଲେ ମିଶନାରୀ ମାନେ, ପୁଣି ଅନ୍ୟମାନେ। ଆଜି କ'ଣ ସେଇ ବାକ୍ୟକୁ ଆମେ ଧରି ବସିଛୁ? সেই ଦିନ ଗୁଡ଼ିକ ସ୍ମରଣ କରୁଛୁ। ଇସ୍ରାଏଲ ମାନେ ସେଦିନ ଭୁଲି ଯାଇଥିବାରୁ ସେମାନେ ପରବର୍ତ୍ତୀ ସମୟରେ ଦେବ ପୂଜାକୁ, ପ୍ରତିମା ପୂଜା ଆଡ଼କୁ ଫେରିଗଲେ। କି ସାଂଘାତିକ ବିଷୟ! କିନ୍ତୁ ପରବର୍ତ୍ତୀ ସମୟରେ ଈଶ୍ୱର ବାରମ୍ବାର ଇସ୍ରାଏଲ ମାନଙ୍କର ପରିବାର ଗୁଡ଼ିକୁ, ମଣ୍ଡଳୀ ଗୁଡ଼ିକୁ ସେ ଉତ୍ସାହ ଦଉଛନ୍ତି, ହେ ପ୍ରିୟ ମୋର ଭାଇ ଭଉଣୀ ମାନେ, ମୋର ବ୍ୟବସ୍ଥାକୁ, ମୋର ବାକ୍ୟକୁ ତୁମର ଦ୍ୱାରରେ, ଦ୍ୱାରବନ୍ଧରେ ତୁମେ ବାନ୍ଧି ରଖ, ହାତରେ ବାନ୍ଧି ରଖ, ଗୋଡ଼ରେ ବାନ୍ଧି ରଖ, ମୁଣ୍ଡରେ ବାନ୍ଧି ରଖ। ବସିଲା ବେଳେ, ଉଠିଲା ବେଳେ, ଶୋଇଲା ବେଳେ ନିଜେ ସେ ବାକ୍ୟ ପ୍ରତି ସଚେତନ ହୁଅ। ନିଜର ପିଲାମାନଙ୍କୁ ସେ ବାକ୍ୟ ଗୁଡ଼ିକ ତୁମେ ଶିକ୍ଷା ଦିଅ ଯେପରି ସେମାନେ ମୋର ଏ ସମସ୍ତ ବାକ୍ୟ ଗୁଡ଼ିକୁ ଯେପରି ସ୍ମରଣ କରିବେ। ପ୍ରିୟ ବନ୍ଧୁଗଣ, କେଡ଼େ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସେଦିନ ଥିଲା, ଯେତେବେଳେ ସେମାନେ ଈଶ୍ୱରଙ୍କ ବାକ୍ୟକୁ ଭୁଲି ଯାଇଥିଲେ, ପ୍ରାର୍ଥନାକୁ ଭୁଲି ଯାଇଥିଲେ, ସେମାନଙ୍କ ମଧ୍ୟରେ ପରସ୍ପର ପ୍ରେମ ଭାବକୁ ଭୁଲି ଯାଇଥିଲେ, ସେ ସମସ୍ତ ପ୍ରତି ଅବହେଳା କରିଥିଲେ। ଫଳରେ ସେମାନଙ୍କର ସାକ୍ଷ୍ୟକୁ ସେମାନେ ହରେଇ ବସିଲେ। ବର୍ତ୍ତମାନ ସେମାନେ ଏକ ମୃତ ଅବସ୍ଥାକୁ ଚାଲି ଆସିଛନ୍ତି। ଖ୍ରୀଷ୍ଟ କହୁଛନ୍ତି ଆମେ ମୃତ ଅବସ୍ଥାକୁ ଅନେକ ଦିନ ହେଇଯାଗଲାଣି। ପ୍ରିୟ ବନ୍ଧୁଗଣ, ଏହା କ'ଣ କ୍ରମାଗତ ଭାବରେ ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକର ଅବସ୍ଥା? କ୍ରମଶଃ ଆତ୍ମିକ ଜୀବନରେ ଆମେ ତଳକୁ ଚାଲି ଯାଉଛୁ। ଖ୍ରୀଷ୍ଟ କହୁଛନ୍ତି ଉଠ, ସ୍ମରଣ କର, ମୋର ବାକ୍ୟକୁ ସ୍ମରଣ କର। ଦ୍ୱିତୀୟ ବିଷୟ ସେ କହୁଛି 3 ପଦରେ, କେବଳ ସ୍ମରଣ କର ତାହା ନୁହେଁ, ମାତ୍ର ମୋର ବାକ୍ୟ ଅନୁସାରେ ତୁମେ ଆଚରଣ କର, ମୋର ବାକ୍ୟକୁ ପାଳନ କର। ପୁନର୍ବାର ପୂର୍ବେ ଯେଉଁ ପ୍ରକାର ଭାବରେ ମୋର ବାକ୍ୟ ଅନୁସାରେ ତୁମର ଜୀବନକୁ ତୁମେ ସଜାଡ଼ି ରଖୁଥିଲ, ବର୍ତ୍ତମାନ ସମୟ ଆସିଛି ପୁନର୍ବାର ମୋର ବାକ୍ୟ ନିକଟକୁ ତୁମେ ଫେରି ଆସ। କାରଣ ମୋର ବାକ୍ୟ ବହୁମୂଲ୍ୟ ବାକ୍ୟ। ମୋର ବାକ୍ୟ ବିହୁନେ ତୁମର ଜୀବନକୁ ସଜାଡ଼ିବାର ଅନ୍ୟ କୌଣସି ଉପାୟ ନାହିଁ। ମୋର ବାକ୍ୟ ସହିତ ରହିଛି ମୋର ପବିତ୍ର ଆତ୍ମା, ତୁମେ ପାଳନ କର। ପ୍ରିୟ ବନ୍ଧୁଗଣ, ପ୍ରିୟ ମଣ୍ଡଳୀର କର୍ମକର୍ତ୍ତା ମାନେ, ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନେ, ଆଜି ଯେତେବେଳେ ଆମେ ନିଜକୁ ସାମିଲ କରୁଛୁ, ଈଶ୍ୱରଙ୍କ ବାକ୍ୟ ଆମେ ଯଥେଷ୍ଟ ପରିମାଣରେ ଶୁଣୁଛୁ, ଯଥେଷ୍ଟ ପରିମାଣରେ ଆମେ ପାଠ କରୁଛୁ, ଅନେକ ସମୟ ଯଥେଷ୍ଟ ପରିମାଣରେ ଆମେ ପ୍ରଚାର ମଧ୍ୟ କରୁଛୁ। କିନ୍ତୁ ଖ୍ରୀଷ୍ଟଙ୍କର ହୃଦୟର ବୋଝ ଯେ କେବଳ ଆମେ ଈଶ୍ୱର ବାକ୍ୟ ସ୍ମରଣ କରିବା, ପଢ଼ିବା ତାହା ନୁହେଁ, ଶୁଣିବା ତାହା ନୁହେଁ, ମାତ୍ର କୁହାଯାଉଛି ତୁମେ ମୋର ବାକ୍ୟ ପାଳନ କର। ଯଦି ତୁମେ ପାଳନ କରିବ, ତେବେ ତୁମର ସେଇ ସମସ୍ତ ଲୁପ୍ତ ପ୍ରାୟ ବିଷୟ সকলକୁ ତୁମେ ସବଳ କରିପାରିବ। ପୁନର୍ବାର ତୁମେ ପ୍ରେମରେ ଆଚରଣ କରିପାରିବ, ତୁମେ ପ୍ରାର୍ଥନାରେ ଜାଗ୍ରତ ରହିପାରିବ, ମୋର ସାକ୍ଷାତ ତୁମେ ଜାଗ୍ରତ ରହିପାରିବ। ସେ ସବୁ ତୁମେ କ'ଣ କର ନା ପାଳନ କର। ତୃତୀୟ ବିଷୟ, ଖ୍ରୀଷ୍ଟ କହୁଛନ୍ତି ତୁମେ ଅନୁତାପ କରି ମୋର ନିକଟକୁ
ତୁମାନେ ଫେରି ଆସ। 3 ପଦ ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ମନ ପରିବର୍ତ୍ତନ କର। ଯୋଉ ଜୀବନ ତୁମେ କାଟୁଛ ସେ ପୁରୁଣା ଜୀବନକୁ ପଛରେ ପକେଇ ଦିଅ ସମ୍ପୂର୍ଣ୍ଣ ଭାବରେ। ଆଉ ଆଗକୁ ଦେଖ, ଆଗ ବଢି ଚାଲ। ତୁମକୁ ପୁରୁଣା ଜୀବନ ଛାଡ଼ିବାକୁ ପଡ଼ିବ, ପୁରୁଣା ଅଭ୍ୟାସ ଛାଡ଼ିବାକୁ ପଡ଼ିବ, ଜାଗତିକ ମନୋଭାବ ଛାଡ଼ିବା ପାଇଁ ପଡ଼ିବ। ଯୋଉ ବିଷୟ ଗୁଡ଼ିକ ଆଜି ତୁମକୁ ଏକ ମୃତ ଅବସ୍ଥାକୁ ନେଇ ଆସିଛି, সেই ସମସ୍ତ ବିଷୟ ଗୁଡ଼ିକୁ ତୁମକୁ ପରିତ୍ୟାଗ କରିବାକୁ ପଡ଼ିବ। ଖ୍ରୀଷ୍ଟଙ୍କର ଆହ୍ୱାନ, ମନ ପରିବର୍ତ୍ତନ କର, ଫେର। କାହା ପ୍ରତି ଫେରିବ? ମୋ ପ୍ରତି ଫେର, ଖ୍ରୀଷ୍ଟଙ୍କ ପ୍ରତି ଫେର, ତାଙ୍କର ବାକ୍ୟ ନିକଟକୁ ଫେର, ପ୍ରାର୍ଥନା ପ୍ରତି ଫେର, ଉତ୍ସକ ପ୍ରତି ଫେର, ପୁନର୍ବାର ମୋର ସାକ୍ଷ୍ୟ ବହନ କରିବା ନିମନ୍ତେ ଫେର। ମନ ପରିବର୍ତ୍ତନ। ପ୍ରିୟ ବନ୍ଧୁଗଣ, ଆଜି କଣ ଏହି ସପାତ ଆପଣଙ୍କର ପାଇଁ, ଆପଣଙ୍କର ମଣ୍ଡଳୀ ପାଇଁ, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କର ପାଇଁ ଆଜି କଣ ପ୍ରିୟ ବନ୍ଧୁଗଣ ଆମମାନଙ୍କର ମଣ୍ଡଳୀରେ କ୍ରମାଗତ ଭାବରେ এই ଅନୁତାପ, এই ମନ ଫେରଣର କାର୍ଯ୍ୟ ଆମେ ଦେଖୁଛୁ କି ସୁପ୍ତ ଭାବରେ ସେହିପରି ଗତାନୁଗତିକ ଭାବରେ ବର୍ଷ ପରେ ବର୍ଷ ଆମମାନଙ୍କର ମାଣ୍ଡଳିକ ଜୀବନ ଚାଲିଛି। ଆମର ଆତ୍ମିକ ଜୀବନ ସେହିପରି ଦୁର୍ବଳ ଅବସ୍ଥାରେ ରହିଛି କି ଭୟଙ୍କର। ସେଥିପାଇଁ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ପରିବାର ଗୁଡ଼ିକରେ, ଆମର ସାକ୍ଷ୍ୟମୟ ଜୀବନ ଗୁଡ଼ିକରେ, ଆମର ମଣ୍ଡଳୀ ଗୁଡ଼ିକରେ ବିଭିନ୍ନ ପ୍ରକାର ବାଦ ବିବାଦ, ଅହଙ୍କାର, ଗର୍ବ, ଦାମ୍ଭିକତା ଦିନ ପ୍ରତିଦିନ ବୃଦ୍ଧି ପାଉଛି। କାରଣ କ'ଣ? ଆମମାନଙ୍କର ମଣ୍ଡଳୀ ଗୁଡ଼ିକରେ সেই অনুତାপ ନାହିଁ, সেই ମନ ଫେରଣ ନାହିଁ। সেই ଦାମ୍ଭିକ ଭାବରେ, সেই ଗର୍ବିତ ଭାବରେ ଆମେ ଆଚରଣ କରି ଚାଲିଛୁ। ଭାବୁଛୁ ଆମମାନଙ୍କର এই ସମସ୍ତ ବାହିକ କାର୍ଯ୍ୟକ୍ରମ ଗୁଡ଼ିକ କେବଳ ଆମମାନଙ୍କୁ ସନ୍ତୁଷ୍ଟ କରିବ, ତା ଦ୍ୱାରା ଆମେ ଈଶ୍ୱରଙ୍କର ସତ୍ୟ ସେବାତ୍ର ହେଇପାରିବା ନା। ଆମେ ହୁଏତ ଭାବୁଥିବା, କିନ୍ତୁ ଖ୍ରୀଷ୍ଟ କହୁଛନ୍ତି ସେ ସମସ୍ତ ବ୍ୟର୍ଥ ମାତ୍ର, ତାହା ମୋ ଦୃଷ୍ଟିରେ ସିଦ୍ଧ ନୁହଁ। ସେଥିପାଇଁ ହେ ମଣ୍ଡଳୀ, ହେ ମଣ୍ଡଳୀ, ହେ ସିଦ୍ଧ ମଣ୍ଡଳୀ, ତୁମେ କ'ଣ କର ନା ମନ ଫେରଣ କର। ଆଉ ସମୟ ନାହିଁ, ଆଉ ସମୟ ନାହିଁ। ସେଥିପାଇଁ ଲେଖାଯାଉଛି, ଯଦି ଜାଗ୍ରତ ନ ହୁଅ ତାହେଲେ, ଯଦି ତୁମେ ଜାଗ୍ରତ ନ ହୁଅ ତାହେଲେ, ହଁ ଜାଗ୍ରତ ହେବା ପାଇଁ ଆଜି ଆପଣଙ୍କୁ ପୁଣି ମୋ ପାଇଁ ମଧ୍ୟ ଆହ୍ୱାନ ଆସୁଛି। ଜାଗ୍ରତ ହେବା, ପୁଣି ଗୁପ୍ତ ଲୁପ୍ତ ପ୍ରାୟ ବିଷୟ ସକଳକୁ ଆମେ ସଜାଡ଼ି ରଖିବା, ସଜାଡ଼ି ରଖିବା। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଆମେ ସାଦ୍ରୀ ମଣ୍ଡଳୀର ଇତିହାସ ପୃଷ୍ଠାକୁ ଆମେ ଓଲଟୁ, এই ମଣ୍ଡଳୀ ଯେହେତୁ ସେମାନେ ଅନୁତାପ କରିନଥିଲେ, ସେଥିପାଇଁ କୁହାଯାଏ ଯେ ଖ୍ରୀଷ୍ଟପୂର୍ବ 549 ପୁଣି ଖ୍ରୀଷ୍ଟପୂର୍ବ 219ରେ ଦୁଇଥର ବିଦେଶୀୟ ମାନେ ସେହି ସ୍ଥାନକୁ ଅଧିକାର କରିଥିଲେ, ସେହି ସାଦ୍ରୀ ଅଞ୍ଚଳକୁ ଅଧିକାର କରିଥିଲେ ଦୁଇଥର। କାରଣ ସେମାନେ ଜାଗ୍ରତ ନଥିଲେ। କାହିଁକି? ସାଦ୍ରୀ ନଗରୀ କ'ଣ ଥିଲା? ବଡ଼ ବଡ଼ ପ୍ରାଚୀର, ଉଚ୍ଚ ପ୍ରାଚୀରରେ ଘେରା ହେଇଥିଲା। ଆଉ କେବଳ ଗୋଟିଏ ସଂକୀର୍ଣ୍ଣ ପଥ ଥିଲା ବୋଲି ଲେଖାଯାଏ। ଆଉ ସେହି ସଂକୀର୍ଣ୍ଣ ପଥଟି ସେମାନଙ୍କୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳକୁ ନେବା ପାଇଁ ପଥ ପ୍ରଦର୍ଶକ ହେଉଥିଲା। କିନ୍ତୁ ଚାରି ପାଖରେ ଏଡ଼େ ବଡ଼ ବଡ଼ ପ୍ରାଚୀର ଠିଆ ହେଇଥିଲେ ମଧ୍ୟ ଶତ୍ରୁମାନେ କ'ଣ କଲେ ନା, ଶତ୍ରୁମାନେ ସେ ଉଚ୍ଚ ପ୍ରାଚୀର ଉପରକୁ ଉଠି ଯାଇ ଅନ୍ଧକାର ରାତ୍ରିରେ ସେମାନେ ଥରେ ନାହିଁ ଦୁଇଥର ସେହି ସ୍ଥାନକୁ ଅବରୋଧ କରିଥିଲେ। ପ୍ରିୟ ବନ୍ଧୁଗଣ, ତାହା କ'ଣ ସତ୍ୟ ନୁହେଁ? ଅନେକ ସମୟରେ ଆମେ ଦୁର୍ବଳ ବିଷୟ ଗୁଡ଼ିକ ପ୍ରତି ସଚେତନ ହଉ, କିନ୍ତୁ ଅନ୍ୟ ବିଷୟ ଗୁଡ଼ିକ ପ୍ରତି ଆମେ ଭାବୁ ମୁଁ ଠିକ ଅଛି, ମୋର ପ୍ରାର୍ଥନା ଜୀବନ ଠିକ ଅଛି, ମୋର ମାଣ୍ଡଳିକ ଜୀବନ ଠିକ ଅଛି, ମଣ୍ଡଳୀର ଉଦ୍ୟୋଗରେ ମୋର ଠିକ ଅଛି, ମୋର ସମସ୍ତ ବାହିକ କାର୍ଯ୍ୟକ୍ରମରେ ଠିକ ଅଛି, ମୋର ପ୍ରଚାରରେ ଠିକ ଅଛି, ସବୁକିଛି ଠିକ ଅଛି। କିନ୍ତୁ ପ୍ରିୟ ବନ୍ଧୁଗଣ, ମନେ ରଖିବା, ଯେଉଁ ବିଷୟ ଗୁଡ଼ିକ ଆପଣ ନିଜର ସମର୍ଥ ବୋଲି ଭାବୁଛନ୍ତି, ସୁରକ୍ଷା ବୋଲି ଭାବୁଛନ୍ତି, ଶକ୍ତିଯୁକ୍ତ ବୋଲି ଭାବୁଛନ୍ତି, ମନେ ରଖିବା ସେହି ସ୍ଥାନ ଗୁଡ଼ିକରେ ହିଁ ଶୟତାନ ଆପଣଙ୍କୁ ପୁଣି ମୋତେ ପରୀକ୍ଷା କରି ଜୟ ଲାଭ କରିବ। ଶୟତାନ ଜାଣେ କେଉଁ ପ୍ରକାର ଭାବରେ ଆପଣଙ୍କୁ ଧରିବ, କେଉଁ ପ୍ରକାର ଭାବରେ ମୋତେ ଧରିବ। ତାହା କ'ଣ ସତ ନୁହେଁ? ତାହା କ'ଣ ସତ ନୁହେଁ? ଆମମାନଙ୍କର ଜୀବନରେ, ଆମର ମାଣ୍ଡଳିକ ଜୀବନରେ, ବ୍ୟକ୍ତିଗତ ଜୀବନରେ ଏହା
ସାଦ୍ରୀ ମଣ୍ଡଳୀରେ ଘଟଣା ଘଟିଥିଲା, କାରଣ ସେମାନେ ସଚେତନ ନଥିଲେ, ମନ ପରିବର୍ତ୍ତନ କରି ନଥିଲେ। ସେଥିପାଇଁ ଆହ୍ୱାନ ଆସୁଛି, ହେ ସାଦ୍ରୀ ମଣ୍ଡଳୀର ଭାଇ ଭଉଣୀ ମାନେ, ତୁମେ ଜାଗ୍ରତ ହୋଇ ସେ ଲୁପ୍ତ ପ୍ରାୟ ବିଷୟ ଗୁଡ଼ିକୁ ତୁମେ କ'ଣ କର ନା ସଜାଡ଼ି ଦିଅ। ଆଉ ଯେଉଁମାନେ ସେମାନଙ୍କର ମଧ୍ୟରେ ଏହି ଶୁକ୍ଳ ବସ୍ତ୍ରକୁ ଧାରଣ କରିଥିଲେ, ସେମାନଙ୍କ ପ୍ରତି ଯେଉଁ ଆହ୍ୱାନ ଆସିଥିଲା, ଯେପରି ସେମାନେ ସେଇ ଆହ୍ୱାନରେ ଶେଷ ପର୍ଯ୍ୟନ୍ତ ଯେପରି ବିଶ୍ୱସ୍ତ ରହିବେ। ଫଳରେ କ'ଣ ହବ? ଯଦି ସେମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବେ, ଯଦି ସମୟକ୍ରମେ ସେମାନେ ମଧ୍ୟ ଅନ୍ୟମାନଙ୍କର ସହିତ ଆପୋଷ ମିଳାମିଶା କରି ସେମାନଙ୍କର ବସ୍ତ୍ର ଗୁଡ଼ିକ, ଶୁଭ୍ର ବସ୍ତ୍ର ଗୁଡ଼ିକୁ ମଳିନ କରିବେ, ତେବେ ସେମାନଙ୍କ ପାଇଁ ମଧ୍ୟ ନିତାନ୍ତ ଭାବରେ ଖ୍ରୀଷ୍ଟଙ୍କର ବିଚାର ରହିଛି। କୋଉ ପ୍ରକାର ବିଚାର? ଈଶ୍ୱରକୁ ଯଦି ତୁମେ ଜାଗ୍ରତ ନ ହୁଅ, ତେବେ ମୁଁ ତୁମକୁ ବିଚାର କରିବି। କେବେ ବିଚାର କରିବି? ଲେଖାଯାଉଛି, ମୁଁ ଚୋର ପରି ତୁମମାନଙ୍କ ନିକଟକୁ ଆସିବି, ଆଉ ଯେଉଁ ସମୟରେ ତୁମ୍ଭ ଉପରେ ମୁଁ ପଡ଼ି ରହିବି। ଯେପରି ଚୋର ହଠାତ୍ ଆସେ, ଅନପେକ୍ଷିତ ଭାବରେ ଆସେ, ସେହି ପ୍ରକାର ଭାବରେ ମୁଁ ତୁମ ପ୍ରତି ଆସିବି, ତୁମର ମଣ୍ଡଳୀ ପ୍ରତି ଆସିବି, ସବୁ ଲୁଟପାଟ କରି ସମସ୍ତ ନେଇଯିବି। ପ୍ରିୟ ଭାଇ ଭଉଣୀ ମାନେ, କିନ୍ତୁ ଖ୍ରୀଷ୍ଟ କହୁଛନ୍ତି, ଯଦି ତୁମେ ସଚେତନ ହବ, ଜାଗ୍ରତ ହେଇ ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ସ୍ଥିର ରହିବ, ତେବେ ତୁମମାନଙ୍କ ପାଇଁ କ'ଣ? ଖ୍ରୀଷ୍ଟଙ୍କର ଏକ ପ୍ରତିଜ୍ଞା ରହିଛି, ଏକ ପୁରସ୍କାର ରହିଛି। ପ୍ରଥମ ଲେଖାଯାଉଛି, ଖ୍ରୀଷ୍ଟ କହୁଛନ୍ତି 5 ପଦରେ, ଯିଏ ଜୟ କରେ ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ। ସେ ଶୁକ୍ଳ ବସ୍ତ୍ର ପରିହିତ ହେବ, ସେ ପବିତ୍ରତାରେ ପରିପୂର୍ଣ୍ଣ ହେବ। ଶୁକ୍ଳ ବସ୍ତ୍ର ଅର୍ଥ ଧାର୍ମିକତାରେ ଜୀବନ କାଟିବ। ମୁଁ ତାକୁ ଧାର୍ମିକତାର ବସ୍ତ୍ର ପରିଧାନ କରାଇବି, ମୁଁ ତାକୁ ପବିତ୍ରତାର ବସ୍ତ୍ର ପରିଧାନ କରାଇବି। ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟ ପବିତ୍ର, ପୁଣି ଯେଉଁ ସ୍ଥାନକୁ ଆମେ ଯିବା ସେହି ସ୍ଥାନ ପବିତ୍ର ସ୍ଥାନ। ସେଥିପାଇଁ ଖ୍ରୀଷ୍ଟ କହୁଛନ୍ତି, ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ତୁମର ବସ୍ତ୍ରକୁ, ଶୁଭ୍ର ବସ୍ତ୍ରକୁ ମଳିନ ହେବା ପାଇଁ ଦିଅ ନାହିଁ। ଧରି ରଖ, ଆପୋଷ ମିଳାମିଶା କର ନାହିଁ, ଜଗତ ଆଡ଼କୁ ଯାଅ ନାହିଁ, ପାପର ବନ୍ଧନ ମଧ୍ୟକୁ ଯାଅ ନାହିଁ। ଜାଗ୍ରତ ହୁଅ, ସଚେତନ ହୁଅ, ପ୍ରାର୍ଥନାରେ ଲାଗି ରୁହ, ଈଶ୍ୱରଙ୍କର ବାକ୍ୟରେ ଲାଗି ରୁହ, ଖ୍ରୀଷ୍ଟୀୟ ପ୍ରେମରେ ଜାଗି ରୁହ, ସାକ୍ଷ୍ୟତାରେ ଲାଗି ରୁହ। ଯାହା କିଛି ଆସୁନା କାହିଁକି, ଯଦି ଲାଗି ରହିବ, ତେବେ ସେଇ ଧାର୍ମିକତାର ବସ୍ତ୍ର ମୁଁ ତୁମକୁ ପରିଧାନ କରିବା ପାଇଁ ଦେବି। ଦ୍ୱିତୀୟ ବିଷୟ କ'ଣ ଲେଖାଯାଉଛି? ମୁଁ ତୁମର ନାମକୁ ଜୀବନ ପୁସ୍ତକରୁ ଲିଭେଇବା ପାଇଁ ଦେବି ନାହିଁ। ଜୀବନ ପୁସ୍ତକରେ ତୁମର ନାମ ଅଛି, ତୁମର ନାମ ସେହିପରି ଭାବରେ ରହିବ, ତାକୁ ମୁଁ ଲିଭେଇ ଦେବି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟଙ୍କର କେତେ ବଡ଼ ପ୍ରତିଜ୍ଞା, କେତେ ବଡ଼ ପ୍ରତିଜ୍ଞା ଆପଣଙ୍କ ପାଇଁ, ମୋ ପାଇଁ। ଯଦି ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନରେ, ପବିତ୍ରତାର ଜୀବନରେ ଆମେ ସ୍ଥିର ରହିବା, ଆମମାନଙ୍କର ନାମ ସେଇ ଜୀବନ ପୁସ୍ତକରେ ଲେଖା ହେଇଛି, ତାକୁ ଖ୍ରୀଷ୍ଟ କେବେ ହେଲେ ଲିଭେଇ ପାରିବେ ନାହିଁ, ଲିଭେଇବା ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି, ଆଜି ଆପଣଙ୍କର ନାମ, ମୋର ନାମ କ'ଣ ସେଇ ଜୀବନ ପୁସ୍ତକରେ ଲେଖା ଯାଇଛି? ଖ୍ରୀଷ୍ଟଙ୍କୁ କ'ଣ ଆପଣ ବ୍ୟକ୍ତିଗତ ଭାବରେ ବିଶ୍ୱାସ କରିଛନ୍ତି? ତାଙ୍କ ଉପରେ ନିଜ ଜୀବନକୁ ସମର୍ପଣ କରିଛନ୍ତି? କି କେବଳ ଏକ ନାମଧାରୀ ଖ୍ରୀଷ୍ଟୀୟ ଜୀବନ କାଟୁଛନ୍ତି, ଅନ୍ୟମାନଙ୍କ ପରି ଜୀବନ କାଟୁଛନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ଆଜି ସ୍ଥିର କରି ନିଅନ୍ତୁ ଯେ ଆପଣଙ୍କର ନାମ, ମୋର ନାମ ସେ ଜୀବନ ପୁସ୍ତକରେ ଲେଖା ଯାଇଛି। କାରଣ ଜୀବନର ଅନ୍ତରେ ଦିନେ ସେ ପୁସ୍ତକ ଖୋଲାଯିବ, ନାମ ଗୁଡ଼ିକ ପଢ଼ାଯିବ। ଯଦି ସେଦିନ ଆପଣଙ୍କର ନାମ ନଥିବ, ଯଦି ସେଦିନ ମୋର ନାମ ନଥିବ, କି ଭୟଙ୍କର ସମୟ ନଥିବ, ସେଥିପାଇଁ ସମୟ ଥାଉ ଥାଉ ଖ୍ରୀଷ୍ଟ କହୁଛନ୍ତି, ହେ ସାତ୍ରୀ ମଣ୍ଡଳୀର ଅବିଶ୍ୱାସୀ ଭାଇ ଭଉଣୀ ମାନେ, ହଁ ତୁମେ ମୃତ ଅବସ୍ଥାକୁ ଚାଲି ଆସିଛ, ଏବେ ବି ସୁଯୋଗ ଅଛି, ଫେରି ଆସ, ଜାଗ୍ରତ ହୁଅ, ମନ ପରିବର୍ତ୍ତନ କର। ଆଉ ତୃତୀୟ ବିଷୟ, ଖ୍ରୀଷ୍ଟ କହୁଛନ୍ତି ଯେ ସେଇଦିନ ମୁଁ କ'ଣ କରିବି? ଦୂତମାନଙ୍କର ଗହଣରେ ମୁଁ ତୁମର ନାମକୁ ସ୍ୱୀକାର କରିବି। କି ଗୌରବର ଦିନ ସେଇଦିନ ହବ, ଯେଉଁଦିନ କି ଈଶ୍ୱର
ଯୋଉଥିରେ କି ଖ୍ରୀଷ୍ଟ ନିଜେ ଆପଣଙ୍କୁ ଦେଖିଲା ବେଳେ, ମୋତେ ଦେଖିଲା ବେଳେ ଚାରି ପାଖରେ ଘେରି ରହିଥିବା ଦୂତମାନଙ୍କର ସମ୍ମୁଖରେ ସେ କହିବେ, ଏଇ ହଉଛି ମୋର ସନ୍ତାନ, ସେ ମୋତେ ବିଶ୍ୱାସ କରିଛି, ମୋ ଠାରେ ନିଜ ଜୀବନକୁ ସମର୍ପଣ କରିଛି। ମୁଁ ଦୂତମାନଙ୍କର ସମ୍ମୁଖରେ ତୁମକୁ ସ୍ୱୀକାର କରିବି। ପ୍ରିୟ ବନ୍ଧୁଗଣ, ଯଦି ଏଇ ଜଗତରେ ଥାଉ ଥାଉ ଆମେ ଖ୍ରୀଷ୍ଟଙ୍କୁ ସ୍ୱୀକାର କରିବା ଆମମାନଙ୍କର ନିଜର ଆତ୍ମିକ ଜୀବନ ଦ୍ୱାରା, ତେବେ ଖ୍ରୀଷ୍ଟ ସେଇଦିନ ଆମମାନଙ୍କୁ ମଧ୍ୟ ସ୍ୱୀକାର କରିବେ। ତେବେ এই ପତ୍ରଟି ଶେଷ କରିବା ପୂର୍ବରୁ ଖ୍ରୀଷ୍ଟ କହୁଛନ୍ତି, ଆତ୍ମା ଆଜି ଯାହାକୁ କହନ୍ତି, ଯାହାର କାନ ଅଛି ସେ ଶୁଣ। ଏକ ସୁଯୋଗ ସେଦିନ ଖ୍ରୀଷ୍ଟ ସେମାନଙ୍କୁ ପ୍ରଦାନ କରିଥିଲେ। ପ୍ରିୟ ଭାଇ ଭଉଣୀମାନେ, ଆଜି କ'ଣ ଖ୍ରୀଷ୍ଟଙ୍କର, ଆଜି କ'ଣ ଆପଣ ପୁଣି ମୁଁ ସେଇ ପବିତ୍ର ଆତ୍ମାଙ୍କର ସ୍ୱର ଶୁଣିପାରୁଛୁ? ଆମର ବିବେକରେ ଆମେ ଶୁଣିପାରୁଛୁ, ଆମର ଅନ୍ତରରେ ଆମେ ଶୁଣିପାରୁଛୁ, ବିବେକରେ ଆଘାତ ପାଉଛୁ, ନିଜକୁ ଦେଖି ଆମେ ଜାଣିପାରୁଛୁ, ହଁ ସତ କଥା, ମୋ ଆତ୍ମିକ ଜୀବନରେ ଦୁର୍ବଳ ହେଇଯାଇଛି, ମୁଁ ମୃତ ଅବସ୍ଥାକୁ ଆସିଯାଇଛି, ଖ୍ରୀଷ୍ଟୀୟ ନାମ ଧରିଛି, ଖ୍ରୀଷ୍ଟୀୟ ପରିବାର ଧରିଛି, ଖ୍ରୀଷ୍ଟୀୟ ମଣ୍ଡଳୀର ଉଦ୍ಯೋଗ ଅଛି, ବିଭିନ୍ନ କାର୍ଯ୍ୟକ୍ରମର ଉଦ୍ಯೋଗ ଅଛି। କିନ୍ତୁ ଯେତେବେଳେ ଆଜି ପବିତ୍ର ଆତ୍ମା ଆପଣଙ୍କର ହୃଦୟକୁ ଦେଖୁଛନ୍ତି, ମୋର ଜୀବନକୁ ଦେଖୁଛନ୍ତି, କେବଳ ଆପଣଙ୍କର ଜୀବନ, ମୋ ଜୀବନ କେବଳ ମୃତ ପ୍ରାୟ ଅବସ୍ଥାକୁ ନା ଆପଣ ପୁଣି ମୁଁ ଆମେ ସେଇ ଶୁଭ୍ର ବସ୍ତ୍ର ପରିଧାନ କରିଛୁ। ଯଦି କରିଛୁ, ତେବେ ଅନ୍ୟମାନଙ୍କ ପାଇଁ ଆମମାନଙ୍କର ଏକ ସୁଯୋଗ ରହିଛି, ଏକ ଦାୟିତ୍ୱ ରହିଛି। ଯେପରି ଆମେ ନୀରବ ନ ରହି ମାତ୍ର ଆମମାନଙ୍କର ଜୀବନ, ଆମମାନଙ୍କର ସେବା କାର୍ଯ୍ୟ ଦ୍ୱାରା, ଆମମାନଙ୍କର ଆଦର୍ଶ ଜୀବନ ଗୁଡ଼ିକ ଦ୍ୱାରା ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିପାରିବା। କେବଳ ସେତିକି ନୁହେଁ, ମାତ୍ର ଯେଉଁ ମଣ୍ଡଳୀରେ ଆପଣ ସମ୍ପୃକ୍ତ, ଯେଉଁ ମଣ୍ଡଳୀରେ ମୁଁ ସମ୍ପୃକ୍ତ, ଯେପରି ଆପଣଙ୍କର ମାଧ୍ୟମରେ, ମୋର ମାଧ୍ୟମରେ ଖ୍ରୀଷ୍ଟ ଆମମାନଙ୍କର ମଣ୍ଡଳୀ ଗୁଡ଼ିକରେ ଏକ ଆତ୍ମିକ ଜାଗରଣ ଆଣିବ। ଆପଣଙ୍କର ସେଥିପାଇଁ ନିଜ ଜୀବନକୁ ଆଜି ଖ୍ରୀଷ୍ଟଙ୍କ ହସ୍ତରେ ସମର୍ପଣ କରିବେ। କହିଦେବେ, ଖ୍ରୀଷ୍ଟ, ପ୍ରଭୁ ଯୀଶୁ, ତୁମର ହସ୍ତରେ ମୋର ଜୀବନକୁ ମୁଁ ସମର୍ପଣ କରୁଛି। ମୁଁ ମୋର ଅତୀତର ଜୀବନରୁ ଫେରି ଆସୁଛି, ପୁଣି ବର୍ତ୍ତମାନର ଏଇ ଜୀବନକୁ ତୁମ ହସ୍ତ ତଳେ ସମର୍ପଣ କରୁଛି। ଯେଉଁ ପ୍ରକାର ଭାବରେ ମୋତେ ମଣ୍ଡଳୀ ପଥରେ ବ୍ୟବହାର କରିବା ପାଇଁ ଚାହୁଁଛ, ତୁମେ ମୋତେ ବ୍ୟବହାର କର। ହଁ, ଖ୍ରୀଷ୍ଟ ଚାହାନ୍ତି ଯେବେ ତାଙ୍କର ମଣ୍ଡଳୀ ସବୁବେଳେ ଉଦ୍ଦୀପ୍ତ ହୋଇ ରହିବ, ଉଦ୍ଦୀପ୍ତ ହୋଇ ରହିବ। ହଁ ଭଗବାନ, ଯେତେ ବି ସାତ୍ରୀ ମଣ୍ଡଳୀ ସେଦିନ ମୃତ ପାଇଥିଲା, କିନ୍ତୁ ଖ୍ରୀଷ୍ଟ ଜୀବିତ ଥିଲେ। ଜୀବିତ ଖ୍ରୀଷ୍ଟ ଆଜି ଅପେକ୍ଷା କରିଛନ୍ତି ଯେ ଦିନେ ସେଇ ସାତ୍ରୀ ମୃତ ମଣ୍ଡଳୀ ଏକ ଜୀବିତ ମଣ୍ଡଳୀ ଭାବରେ, ଏକ ସାକ୍ଷ୍ୟମୟ ମଣ୍ଡଳୀ ଭାବରେ ଜଗତରେ ପୁନର୍ବାର ସେ ମୁଣ୍ଡ ଟେକି ଠିଆ ହେବ। ଯଦି ଆମେ ଜାଗ୍ରତ ହେବା, ଯଦି ଆମେ ମନ ପରିବର୍ତ୍ତନ କରିବା, ନଚେତ୍ ସେ କହୁଛନ୍ତି, ମୁଁ ଚୋର ପରି ଆସିବି, ମୁଁ ଚୋର ପରି ଆସିବି। ପ୍ରିୟ ଭାଇ ଭଉଣୀମାନେ, କିଏ ଜାଣେ ଖ୍ରୀଷ୍ଟ ଚୋର ପରି ଆସିବେ? ଯଦି ଆପଣ ଜାଗ୍ରତ ନଥିବେ, ଆପଣଙ୍କର ମଣ୍ଡଳୀ ଜାଗ୍ରତ ନଥିବ, ତେବେ ସେ ଆମକୁ କେବଳ ବିନାଶ ପଥରେ କଢ଼େଇ ଦେବେ, ବିନାଶ ପଥରେ କଢ଼େଇ ଦେବେ। ହଁ, ସେଦିନ ଲେଖାଯାଉଛି 17 ଖ୍ରୀଷ୍ଟାବ୍ଦରେ ସେଇ ପ୍ରକାର ଏକ ଘଟଣା ସେଇ ମଣ୍ଡଳୀ ପ୍ରତି ଆସିଥିଲା, ସେଇ ମଣ୍ଡଳୀ ପ୍ରତି ଆସିଥିଲା। ଅକସ୍ମାତ୍ ଏକ ଭୀଷଣ ଭୂମିକମ୍ପ ଦ୍ୱାରା ସେଇ ସାଦ୍ରୀ ସହର ମୂଳଦୁଆରୁ କମ୍ପିବା ପାଇଁ ଆରମ୍ଭ ହେଲା, ଆଉ ଭୂଳିସାତ୍ ହେଇଗଲା। ପୂର୍ବରୁ କୌଣସି ସଂକେତ ନଥିଲା। ସ୍ମରଣ କରୁଛୁ, ବିନା ସଂକେତରେ ସେଦିନ ଏପରି ଭୟଙ୍କର ଭୂମିକମ୍ପ ହେଲା, ଯଦ୍ୱାରା କି ମୂଳଦୁଆ କମ୍ପିବା ପାଇଁ ଆରମ୍ଭ ହେଲା, ଧ୍ୱଂସ ପାଇଲା। କିଏ ଜାଣେ ପ୍ରିୟ ବନ୍ଧୁଗଣ, ଆପଣଙ୍କର ମଣ୍ଡଳୀ, ମୋର ମଣ୍ଡଳୀ, ଆପଣଙ୍କର ଆତ୍ମିକ ଜୀବନ, ମୋର ଆତ୍ମିକ ଜୀବନ ସଚେତନ ନ ହେବା, ହଠାତ୍ ହଠାତ୍ ମୃତ୍ୟୁ ଆସିବ, ଘଟଣା ଆସିବ, ତାଡ଼ନା ଆସିବ, ସମୟ ନଥିବ ଆପଣଙ୍କର ପାଇଁ, ମୋର ପାଇଁ। ଭୂମିକମ୍ପର ନ୍ୟାୟ ଆପଣ ଟଳିଯିବେ, ମୁଁ ଟଳିଯିବି। ପ୍ରିୟ ବନ୍ଧୁଗଣ, ଆମମାନଙ୍କର ବାହିକ କର୍ମ ଦ୍ୱାରା ଯେପରି ଆମେ ଗର୍ବ ଅନୁଭବ ନ କରୁ। ଯଦି ଖ୍ରୀଷ୍ଟ ଆପଣଙ୍କର ପୁଣି ମୋର ଜୀବନ, ମାଣ୍ଡଳିକ ଜୀବନ ପ୍ରତି ଯେପରି ସେ ସଦୟ ହେବେ, ତାଙ୍କ ଦୃଷ୍ଟିରେ ଆମେ ସିଦ୍ଧତାର ଜୀବନ କାଟିବା, ତାହା ହିଁ ବାସ୍ତବରେ ଆମମାନଙ୍କର ଜୀବନ ଏଇ ଜଗତରେ ଏକ ସାର୍ଥକ ଜୀବନ ହେବ। ପ୍ରଭୁ ଆମମାନଙ୍କୁ
आशीर्वाद करतु जेपरि अवहेलित न हो जाग्रत हेबा अनुताप करी समय थाउ थाउ ख्रीष्टଙ୍କ निकटକୁ आमने फेरी आसिबा तेबे ही आमने तांकर निकटरू से पुरस्कार गुड़िक पाइबा से आह्वान को स्वीकार करिवे आमर नाम को से कौन प्रकार जीवन पुस्तकरू से लिभेई देमे रानी प्रभु आमान को आशीर्वाद करो दो आमेन।